ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ପିୟୁସିସି ଫାଇନ୍ କମାଇବା ଯୋଜନା ଚାଲିଛି। ପିୟୁସିସିକୁ ହାଇକୋର୍ଟର ଖାରଜ ପରେ ପ୍ରତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଯୋଉ କଥା ଆମେ କହୁଥିଲୁ, ଲୋକଙ୍କ ଆବେଗ ଥିଲା ଯେ ପିୟୁସିସି ହଠାତ୍ ବୋଝ ଭଳିଆ ହୋଇଗଲା ବୋଲି। ଯେମିତି ଫିଟନେସ୍ ଦରକାର, ଲାଇସେନ୍ସ ଦରକାର, ସେମିତି ପିୟୁସିସିର ମଧ୍ୟ ଆବଶ୍ୟକତା ଥିଲା। ପରବର୍ତ୍ତୀ ଖବର, ଏସ୍ଆଇଆର୍ ମ୍ୟାପିଂ ନ କଲେ କଟିବ ନା। ଏସ୍ଆଇଆର୍ ମ୍ୟାପିଂ ପାଇଁ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଏସ୍ଆଇଆର୍ ମ୍ୟାପିଂ ନ କଲେ ଭୋଟର ତାଲିକାରୁ ନାଁ କଟିଯିବ। ଏଥିପାଇଁ ଭୋଟର ନିଜ ଘରେ ବସି ମ୍ୟାପିଂ କରିପାରିବେ। ଆବଶ୍ୟକ ପ୍ରମାଣ ଦେଇ ଏସ୍ଆଇଆର୍ ପ୍ରକ୍ରିୟାରେ ସାମିଲ ହୋଇପାରିବେ। ପରବର୍ତ୍ତୀ ଖବର, ଏବେ ଖୋର୍ଦ୍ଧାରୁ ଦଶପଲ୍ଲା ଏବଂ ବଲାଙ୍ଗୀର ପଟରୁ ବୌଦ୍ଧରୁ ପୁରୁଣା କଟକ ଯାଏଁ ଟ୍ରେନ୍ ଚଳାଚଳ କରୁଛି। ମଝିରେ ବାକି ରହିଛି 75 କିଲୋମିଟର ରେଳ ଲାଇନ୍ କାମ, ଯେଉଁଥିରେ 7ଟି ବିଶାଳ ଟନେଲ ଓ 4ଟି ଭାୟାଡକ୍ଟ ଥିବାରୁ କାମ ଚ୍ୟାଲେଞ୍ଜ ରହିଥିଲା। ସବୁ ଟନେଲରେ ଏବେ ଟ୍ରାକ୍ ବିଛାଇବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାମ ଜୋରସୋରରେ ଲଗାଇଛି। ପ୍ରକଳ୍ପ କାର୍ଯ୍ୟକ୍ରମ ହେଲେ ପାହାଡ଼ ବୁକୁଚିରି ଓ ଭୂଇଁରୁ 85 ଫୁଟ ଉପରେ ଗଡ଼ିବ ଟ୍ରେନ୍। ପରବର୍ତ୍ତୀ ଖବର, ବନ୍ଦେ ମାତାରାମ ପାଇଁ ଆସିଲା ନୂଆ ନିୟମ। ଏଣିକି ଜାତୀୟ ସଙ୍ଗୀତ ପୂର୍ବରୁ ଗାନ କରାଯିବ ଜାତୀୟ ଗାନ। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଗାନ ବନ୍ଦେ ମାତାରାମ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଦେଶପ୍ରେମ ଏବଂ ସମ୍ମାନକୁ ଦୃଷ୍ଟିରେ ରଖି ଏହି ନିୟମରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ବନ୍ଦେ ମାତାରାମ ଗାନ ନେଇ ମୁଖ୍ୟ ନିୟମାବଳୀ, ଠିଆ ହେବା ବାଧ୍ୟତାମୂଳକ। ଯେତେବେଳେ ବି ସରକାରୀ ସ୍ତରରେ ବନ୍ଦେ ମାତାରାମ ଗାନ କରାଯିବ କିମ୍ବା ବାଜା ବାଜିବ, ସେହି ସମୟରେ ଉପସ୍ଥିତ ସମସ୍ତ ବ୍ୟକ୍ତି ସମ୍ମାନର ସହ ଠିଆ ହେବା ବାଧ୍ୟତାମୂଳକ। ପରବର୍ତ୍ତୀ ଖବର, ଅଷ୍ଟମ ବେତନ କମିଶନ ପାଇଁ ସରକାରଙ୍କ ପ୍ରତିକ୍ରିୟା। ବର୍ତ୍ତମାନ ସର୍ବନିମ୍ନ ପେନସନ 9,000 ଅଟେ, ଯାହା ଅଷ୍ଟମ ବେତନ କମିଶନ ପରେ 25,000କୁ ବୃଦ୍ଧି ପାଇପାରେ। ସରକାରଙ୍କ ପ୍ରତିକ୍ରିୟା ସ୍ପଷ୍ଟ କରେ ଯେ ଡିସେମ୍ବର 31, 2025 କୌଣସି ଡେଡଲାଇନ୍ ନୁହେଁ, ଯାହା ଆପଣଙ୍କୁ ବର୍ଦ୍ଧିତ ପେନସନର ଲାଭରୁ ବାଦ୍ ଦେବ। ପୂର୍ବ ବେତନ କମିଶନ ପରି ଅଷ୍ଟମ ବେତନ କମିଶନରେ ମଧ୍ୟ ପୁରୁଣା ପେନସନଭୋଗୀଙ୍କ ପେନସନକୁ ସଂଶୋଧନ କରାଯାଇଛି, ଯାହାଦ୍ୱାରା ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼ ସମୟରେ ସେମାନେ ଯେପରି ପଛରେ ନ ପଡ଼ନ୍ତି। ପରବର୍ତ୍ତୀ ଖବର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ। ଦିନକୁ ଦିନ ହାତୀ ଆକ୍ରମଣରେ ମନୁଷ୍ୟଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି, ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି। ତେବେ ଆଜି ଏନେଇ ମୁହଁ ଖୋଲିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ହାତୀ ପାଖକୁ ନ ଯିବାକୁ ଓ ହାତୀ ସହ ସେଲ୍ଫି ନ ନେବାକୁ ଲୋକଙ୍କୁ ସେ ଅନୁରୋଧ କରିଛନ୍ତି। ପରବର୍ତ୍ତୀ ଖବର, କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି। ତାଙ୍କ ବିରୋଧରେ ହାଇକୋର୍ଟରେ ଚାଲିଥିବା ନିର୍ବାଚନ ମାମଲା ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ଏହା ସହ ବିଜେଡିର ପରାଜିତ ପ୍ରାର୍ଥୀ ସରୋଜ ମେହରଙ୍କୁ ଜବାବ ଦାଖଲ ପାଇଁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। 4 ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ଅଛି। ପରବର୍ତ୍ତୀ ଖବର, ସଚିବ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଅନେକ ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଯାଇଛି। ଭୂପେନ୍ଦ୍ର ସିଂ ପୁନିଆ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏମ୍ଏସ୍ଏମ୍ଇ ସଚିବ ହେଲେ ରଶ୍ମିତା ପଣ୍ଡା। ସୁରେନ୍ଦ୍ର ମୀନାଙ୍କୁ ସିଏମ୍ଜିଆଇ କାର୍ଯ୍ୟନିର୍ବାହନ ନିର୍ଦ୍ଦେଶ ଭାବେ ଦାୟିତ୍ୱ ଦିଆଯାଇଛି। ମାବୋଲି ସୁନୀଲ ନବରଣଙ୍କୁ ଇପିକେଲ୍ ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପରବର୍ତ୍ତୀ ଖବର, ଟି20 ବିଶ୍ୱକପ୍ ଆହତ ହେଲେ ଅଷ୍ଟ୍ରେଲିଆ ଅଧିନାୟକ। ଷ୍ଟିଭ୍ ସ୍ମିଥଙ୍କୁ ମିଳିଲା ସୁଯୋଗ। ରବିବାର ଏକ ଅଭ୍ୟାସ ଅଧିବେଶନ ସମୟରେ ମିଚେଲ ମାର୍ଶଙ୍କ ଗ୍ରୋଇନ୍ ଅଞ୍ଚଳରେ ଶକ୍ତ ଆଘାତ ହୋଇଥିଲା। ପରୀକ୍ଷା ପରେ ଜଣାପଡ଼ିଛି ଯେ ତାଙ୍କର ଅଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଛି, ଯେଉଁଥିପାଇଁ ତାଙ୍କୁ ବିଶ୍ରାମ ଓ ଚିକିତ୍ସା ପରାମର୍ଶ ଦିଆଯାଇଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଷ୍ଟିଭ୍ ସ୍ମିଥ୍ ତାଙ୍କର କଭର ଭାବେ ଦଳ ସହ ଯୋଗଦେବେ। ପରବର୍ତ୍ତୀ ଖବର, 2 ବର୍ଷରେ 214 ଲକ୍ଷ କୋଟିକୁ ଛୁଇଁବ ଭାରତର ଋଣ। ନିକଟରେ ଉପସ୍ଥାପିତ କେନ୍ଦ୍ର ବଜେଟ୍ 2026-27ରେ
ଦେଶର ଆର୍ଥିକ ସ୍ଥିତି ଓ ଋଣ ଭାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଗୋଟିଏ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ମୋଟ ଦେଣ ପରିମାଣ ପ୍ରାୟ 17.6 ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇବାକୁ ଯାଉଛି। ଯଦି ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ଋଣକୁ ମିଶାଯାଏ ତେବେ ଏହା ଜିଡିପିର ପ୍ରାୟ 82% ହେବ। ପରବର୍ତ୍ତୀ ଖବର, ଆଉ ଏକ ବଡ଼ ଡିଲ୍, ବୁଲେଟ୍ ଟ୍ରେନ୍ ଗତିରେ ଆଗକୁ ବଢୁଛି ଭାରତ ଆମେରିକା ସମ୍ପର୍କ। ଆମେରିକା ସହ ବାଣିଜ୍ୟ ଚୁକ୍ତି ପରେ ଦୁଇ ଦେଶ ମଧ୍ୟରେ ଆଉ ଏକ ଚୁକ୍ତି ପାଇଁ ପ୍ରସ୍ତୁତ ଚାଲିଛି। ଏହି ଚୁକ୍ତି ପ୍ରତିରକ୍ଷା କ୍ଷେତ୍ର ସହିତ ଜଡ଼ିତ। ଭାରତ ଏଥିରେ ପ୍ରାୟ 36,000 କୋଟି ଟଙ୍କା ଖର୍ଚ୍ଚ କରିପାରେ। ଯଦି ଏହି ଚୁକ୍ତି ଚୂଡ଼ାନ୍ତ ହୁଏ ତେବେ ଭାରତର ନୌସେନା ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଯଥେଷ୍ଟ ଅଧିକ ଶକ୍ତିଶାଳୀ ହୋଇଯିବ। ଏହା ଚୀନ ଓ ପାକିସ୍ତାନ ନୌସେନା ଉପରେ କଡ଼ା ନଜର ରଖିବ। ପରବର୍ତ୍ତୀ ଖବର, ସ୍କୁଲ ଭିତରେ ଆଖିବୁଜା ଗୁଳିମାଡ଼, 34 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା। ଥାଇଲାଣ୍ଡ ସାଙ୍ଗେଖାଲାରେ ଜଣେ ବନ୍ଧୁକଧାରୀ ଯୁବକର ନିରକାୟ କାଣ୍ଡ ଦେଖିବାକୁ ମିଳିଛି। ଏକ ସ୍କୁଲରେ ପଶି ଆଖିବୁଜା ଗୁଳିମାଡ଼ କରିବା ଫଳରେ 22 ଜଣ ଛାତ୍ରଛାତ୍ରୀଙ୍କ ସମେତ 34 ଜଣଙ୍କ ଜୀବନ ଚାଲିଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଜଣେ 18 ବର୍ଷୀୟ ଯୁବକ ଏକ M4 ବନ୍ଧୁକରୁ ଆଖିବୁଜା ଗୁଳିମାଡ଼ କରିଥିଲେ। ପୁଲିସ ଏବେ ଘଟଣାର ତଦନ୍ତ କରୁଛି। ସ୍କୁଲକୁ ସିଲ୍ କରାଯିବା ସହ ସେହି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି।